ଆଜି ହେଉଛି ମାର୍ଚ୍ଚ 8 ତାରିଖ ମହିଳା ଦିବସ ବା ଅନ୍ୟ ଅର୍ଥରେ ନାରୀ ଦିବସ। ନାରୀ ହେଲା ଶକ୍ତି, ନାରୀ ହେଲା ସୃଷ୍ଟି। ଏହି ମାନବ ସଭ୍ୟତାର ସୃଷ୍ଟିର ମୂଳ ଉତ୍ସ ହେଲା ନାରୀ ଏବଂ ନାରୀ ହିଁ ଶକ୍ତି। ନାରୀ ହେଉଛି ସୃଷ୍ଟି। ଏ ମାନବ ସଭ୍ୟତାର ସ୍ଥିତି ଏବଂ ଏ ମାନବ ଜାତିର ଲାଳନ ପାଳନ ସବୁରି ମୂଳରେ ହେଉଛି ନାରୀ। ଈଶ୍ୱର ଏ ମାନବ ସଭ୍ୟତାକୁ ସୃଷ୍ଟି କରିବା ପାଇଁ, ବଞ୍ଚେଇ ରଖିବା ପାଇଁ ନାରୀକି ହିଁ ଶକ୍ତି ରୂପରେ ପଠାଇଛନ୍ତି। ନାରୀ ହିଁ ହେଉଛି ଏ ସୃଷ୍ଟିର ରକ୍ଷାକର୍ତ୍ତା। କିନ୍ତୁ ନାରୀ ଦିବସ ପାଳନ କରୁଥିବା ଅବସ୍ଥାରେ କିଛି କ୍ଷମତାନ୍ଧ ବ୍ୟକ୍ତିବିଶେଷ ନାରୀକି ମଧ୍ୟ ମାନସିକ ଶାରୀରିକ ଶୋଷଣ କରିଥାନ୍ତି। କିନ୍ତୁ ମୋର କହିବାର କଥା ହେଲା, ନାରୀ ଭିତରେ ଯେତେବେଳେ ବିଦ୍ରୋହର ଆଗ୍ନେୟଗିରି ବିସ୍ଫୋରଣ ହେବ, ସେତେବେଳେ ଏ ସମଗ୍ର ସୃଷ୍ଟି, ସମଗ୍ର ସଂସାର ଧ୍ୱଂସ ପାଇଯିବାକୁ ଆଦୌ ବେଶୀ ସମୟ ଲାଗିବନି। ବନ୍ଧୁ, ନାରୀ ହେଲା ଶକ୍ତି ଏବଂ ଆମର ମା। କେବଳ ଶବ୍ଦରେ ନ କହିକି ସେଇ ଶକ୍ତିକୁ, ସେଇ ସୃଷ୍ଟି ମାତାକୁ ଆମେମାନେ ଯଥେଷ୍ଟ ଶ୍ରଦ୍ଧା ସମ୍ମାନ ଦେବା। ଆଜିର ଦିନରେ ମୋର ଏତିକି କାମନା। ପ୍ରତ୍ୟେକ ନାରୀ ବା ନାରୀଙ୍କ ପାଦ ତଳେ ମୋର ମଥାନତ କୋଟି କୋଟି ପ୍ରଣାମ।